କାନ୍ଦ ମାଷ୍ଟ୍ରେ ସିଏ କୋଉଠି ମିଳିବ? ବିଧା ବେଳରେ ବୋଉକୁ ଧରି ଏମିତି ଗାଇବ ଢିବର ଜାଲରେ ମିନ ଆଜି ପଡ଼ିଲା। ଆମେ କଥା ହେବାକୁ ଯାଉଛୁ ଆସୁଥିବା ନୂଆ ଓଡ଼ିଆ ସିନେମା କାନ୍ଧ ମାଷ୍ଟର ବିଷୟରେ। ମୁଭିର ନାମ ହେଉଛି କାନ୍ଧ ମାଷ୍ଟର। କାଷ୍ଟରେ ଅଛନ୍ତି ନବୀନ ବନ୍ଦରୀ, ଲିପ୍ସା ମିଶ୍ର। ଡାଇରେକ୍ଟର ଆଣ୍ଡ ପ୍ରଡ୍ୟୁସର ହେଉଛନ୍ତି ବିଶ୍ୱଜିତ ପଣ୍ଡା। କୋ ପ୍ରଡ୍ୟୁସର ହେଉଛନ୍ତି ଇତିଶ୍ରୀ ପାଣିଗ୍ରାହୀ। ମ୍ୟୁଜିକ୍ ହେଉଛି ବିକାଶ ଦାସ ଆଣ୍ଡ ଶାନ୍ତନୁ ନାୟକ। ପ୍ରଡକ୍ସନ ହାଉସ୍ ହେଉଛି ବିଶ୍ୱଜିତ ଇତିଶ୍ରୀ ସିନେମା। କାନ୍ଧ ମାଷ୍ଟର ନାମ ଶୁଣିଲେ ମନେ ହୁଏ ଏହା ଗୋଟେ ଷ୍ଟ୍ରଙ୍ଗ ସବଜେକ୍ଟ ବେସ୍ଡ ମୁଭି। ସିନେମାଟି ସମାଜର କିଛି ଲୁଚିଥିବା ସତ୍ୟ, ସଂଘର୍ଷ ଏବଂ ରିଏଲ ଲାଇଫ ଇମୋସନ ଉପରେ ଆଧାରିତ ବୋଲି ଦେଖାଯାଉଛି। ଟ୍ରେଲର ଏବଂ ଟିଜର ଦେଖିଲେ ଜଣାପଡ଼େ ଯେ ମୁଭିର ଡ୍ରାମା ସହିତ ଷ୍ଟ୍ରଙ୍ଗ ମେସେଜ ମଧ୍ୟ ରହିଛି। ନବୀନ ବନ୍ଦରୀ ତାଙ୍କ କ୍ୟାରେକ୍ଟରରେ ବହୁତ ମ୍ୟାଚ୍ୟୁର ପରଫର୍ମାନ୍ସ ଦେଇଛନ୍ତି। ଲିପ୍ସା ମିଶ୍ରଙ୍କ ଆକ୍ସନ ନ୍ୟାଚୁରାଲ ଲାଗୁଛି। ଇମୋସନାଲ ସିନ୍ରେ ସେ ଭଲ ଇମ୍ପାକ୍ଟ ରଖିଛନ୍ତି। ବିକାଶ ଦାସ ଓ ସନ୍ତୋଷ ନାୟକଙ୍କ ମ୍ୟୁଜିକ୍ ମୁଭିକୁ ଆଉ ଗଭୀର କରିଛି। ବ୍ୟାକଗ୍ରାଉଣ୍ଡ ସ୍କୋର ସିନ୍ ଅନୁସାରେ ଭଲ ଭାବେ ମ୍ୟାଚ୍ କରୁଛି, ଯାହା ମୁଭିର ଇମୋସନକୁ ଅଡିଏନ୍ସ ମନରେ ପହଞ୍ଚାଉଛି। କାନ୍ଧ ମାଷ୍ଟର ଗୋଟେ କଣ୍ଟେଣ୍ଟ ବେଚ୍ ଓଡ଼ିଆ ମୁଭି। ଯେଉଁମାନେ ଷ୍ଟୋରି ଓ ମେସେଜ ଡ୍ରାଇଭେନ୍ ସିନେମା ପସନ୍ଦ କରନ୍ତି ସେମାନଙ୍କ ପାଇଁ ଏହି ମୁଭି ଭଲ ଅପସନ୍ ହୋଇପାରେ। ଆପଣମାନେ କାନ୍ଧ ମାଷ୍ଟର ମୁଭି ଦେଖିବାକୁ କେତେ ଏକ୍ସାଇଟେଡ୍? କମେଣ୍ଟରେ ନିଶ୍ଚୟ ଲେଖନ୍ତୁ।